ଆମର ଯଦି କୋଉ ବି ଜାଗାକୁ ଯିବାର ଥାଏ ତାହେଲେ ମୁଁ ହିଁ ଘରେ ଏକମାତ୍ର ପ୍ରାଣୀ ଯେ ସବୁଠୁ ଅଧିକା ହଇରାଣ ହୁଏ। ଆଜି ହେଉଛି ସେଇଭଳିଆ ଗୋଟେ ଦିନ। ଆମର ଗୋଟେ ଜାଗାକୁ ଯିବାର ଅଛି। ଆଜି ରାତି 9ଟାରେ ବସ୍ ଅଛି। ମୁଁ ଯାହା ଯେମିତି କରି ରୋଷେଇ କରି ହଜବେଣ୍ଡକୁ ଖାଇବାକୁ ଦେଲି। ସେ ଖାଇକି ଅଫିସ ଗଲେ। ମୁଁ ଆଜି ସକାଳେ ଗାଧେଇଲା ବେଳେ ମୁଣ୍ଡ ଧୋଇବା ପାଇଁ ଟାଇମ୍ ପାଇନଥିଲି, ତେଣୁ ଏଇ ଦିନ 3ଟାରେ ମୁଣ୍ଡ ଧୋଇଲି। ଆଉ ମୁଁ ଖରାରେ ଶୁଖେଇବାକୁ ହିଁ ପ୍ରିଫର କରେ ଚୁଟିକୁ, କିନ୍ତୁ ଯେହେତୁ ଅବେଳାରେ ମୁଣ୍ଡ ଧୋଇଥିଲି ତେଣୁ ହେୟାର ଡ୍ରାୟର ୟୁଜ୍ କଲି। ଆଗରୁ ଯେତେବେଳେ ବି ମୁଁ ମୁଣ୍ଡ ଧୋଉଥିଲି ମୋ ଚୁଟି ବହୁତ ଡ୍ରାଏ ଆଉ ଫ୍ରିଜି ଫିଲ୍ ହେଉଥିଲା, ବଟ୍ ଏବେ ଆଉ ହଉନି। ନର୍ମାଲି ମୁଁ ଦହି ଲଗେଇବା ପାଇଁ ବହୁତ ଭଲ ପାଏ। ଦହି ହେଉଛି ନ୍ୟାଚୁରାଲ କଣ୍ଡିସନର ଦ ବେଷ୍ଟ, ବଟ୍ ସବୁବେଳେ ଆଜ୍ଞା ଦହି ଲଗେଇବାଟା ପସିବଲ୍ ହେଇପାରେନି। ତେଣୁ ମୁଁ ଏବେ ଲୋରିଏଲ୍ ପ୍ୟାରିସର ଏଇ ହାଇଲୋରନ୍ ମଶ୍ଚରାଇଜର ଯେଉଁ କଣ୍ଡିସନର ଏଇଟା ୟୁଜ୍ କରୁଛି। ଏଇଟା ବହୁତ ଭଲ, ଆପଣ ଚାହିଁଲେ ଥରେ ଟ୍ରାଏ କରିପାରିବେ। ତା ଭିତରେ ମୋ ଦି ଛୁଆ ସବୁ ଜୋତା ଚପଲ ଖେଳେଇ ଦେଲେଣି, ତାକୁ ସଜାଡ଼ିଲି। ମୋ ପୁଅ ଆଜି ସ୍କୁଲରୁ ଆସିକି ପରଟା ଖାଇକି ଆଜ୍ଞା ଶୋଇ ପଡ଼ିଥିଲା, ତାକୁ ଉଠେଇକି 3:30 ବେଳକୁ ଭାତ ଖୁଆଇଲି। ସବୁତକ ବାସନ ପଡ଼ିଥିଲା ମାଜିଲି। ଏତିକି ବେଳେ ମୋର ମନେ ପଡ଼ିଲା, ଆରେ ଚୁଡ଼ି ଟିକେ ଚେଞ୍ଜ କଲିନି, ଚୁଡ଼ି ପିନ୍ଧିଲେ ହେଇଥାନ୍ତା। ମୁଁ ଚୁଡ଼ି କ'ଣ ଗୋଟାଏ ପିନ୍ଧିବି, ମୁଁ ଗୋଟାଏ ଗଳେଇଲା ବେଳକୁ ମୋ ଝିଅ ମାଳ ମାଳ ଚୁଡ଼ି ତା ହାତରେ ଗଳେଇଲାଣି, ପୁଅ ସେପଟେ ଚୁଡ଼ି ଛଡ଼ଉଛି। ଏମିତି ଭାରି ହଇରାଣ ଭିତରେ ମୁଁ ଚୁଡ଼ି ଚେଞ୍ଜ କଲି। ଏମିତି ଟ୍ରାନ୍ସପରେଣ୍ଟ ସାଙ୍ଗରେ ଗୋଲ୍ଡେନ୍ କମ୍ବିନେସନର ଚୁଡ଼ି ପିନ୍ଧିଲି। ମୁଁ ଟିକେ ବେଶୀ ଚୁଡ଼ି ପିନ୍ଧିବାକୁ ଭଲ ପାଏନି ଆଜ୍ଞା। ଏବେ ଯେହେତୁ ଜଲ୍ଦି ସନ୍ଧ୍ୟା ହେଇଯାଉଛି ତେଣୁ ଘରଟା ସଫା କରିକି ପୁରା ଭଲ ଭାବରେ ଓଳେଇଲି। ଘର ଓଳେଇଲା ବେଳେ ବି ମନେ ପକାଉଥିଲି ମୁଁ ସବୁତକ ଠିକ୍ ପୁରେଇଲି ତ, ମାନେ ଟ୍ରଲିରେ କିଛି ଛାଡ଼ିଲିନି ତ। ତାପରେ ସେଠୁ ମନେ ପଡ଼ିଲା ଯେ ଫେସ୍ ଟିକେ କ୍ଲିନ୍ କରିଦିଏ, ଟିକେ କ୍ଲିନ୍ କଲେ ନିଜକୁ ଭଲ ଫିଲ୍ ହେବ। ତ ଫେସ୍ ଶୁଖିଲା ଭିତରେ ମୁଁ କ'ଣ କଲି ନା, ଯେତିକ ଲୁଗା ସବୁ ପକେଇଥିଲି ତାକୁ ନେଇକି ସବୁ ରୁମ୍ରେ ଶୁଖେଇଦେଲି, ତାରରେ ସବୁ ପକେଇଦେଲି। ତା ଭିତରେ ମନେ ପଡ଼ିଲା ଯେ ଦି ଛୁଆଙ୍କ ଖାଇବା ରେଡ଼ି କରି ତାଙ୍କୁ ଆଗ ଖୁଆଇଲି। ତ ଦି ଛୁଆ ଖାଇଦେଲେ କ'ଣ ସେମାନେ ଆଉ ମୋତେ ହଇରାଣ କରିବେନି। ତାଙ୍କୁ ଖୁଆଇ ସାରିକି ଗଲି ଟିକେ ନିଜର ନେଲ୍ ପେଣ୍ଟ ଲଗାଇବା ପାଇଁ। ମୋତେ ଟିକେ ନେଲ୍ ପଲିସ୍ ନ ଲଗେଇଲେ ଭଲ ଲାଗିନଥାନ୍ତା। ମୁଁ ଆଜ୍ଞା ଟିକେ ନ୍ୟୁଡ୍ ସେଡ୍ସ ପସନ୍ଦ କରେ, ତ ମୋର ଏଇଟା ହେଉଛି ୱାନ୍ ଅଫ୍ ଦ ଗୋଟେ ଫେଭରେଟ୍ କଲର୍। ମୁଁ ଟିକେ ବେଶୀ ମାନେ ଡାର୍କ କଲର୍ ଲଗାଏନି। ତାପରେ ସେଠୁ ଅଟା ଚକଡ଼ିକି ରୁଟି କଲି। ଯେହେତୁ ଆମେ ଆକୁ ଖାଇକି ଜର୍ଣ୍ଣି କରିବୁ ତେଣୁ ବହୁତ କମ୍ ଟିକେ ଆଉ ତେଲ ମସଲାରେ ମୁଁ କ'ଣ କରିଥିଲି ନା ଘାଣ୍ଟଟେ ବନେଇଥିଲି, ମାନେ ବହୁତ କମ୍ ତେଲ ଆଉ ମସଲା ୟୁଜ୍ କରିଥିଲି। ତାପରେ ଆମେ ସମସ୍ତେ 8ଟା ସୁଦ୍ଧା ରେଡ଼ି ହେଇଯାଇଥିଲୁ। ମୋର ଏଇ ସ୍ୱେଟ୍ ସାର୍ଟଟା କେମିତି ଲାଗୁଛି କହିବେ। ସମସ୍ତଙ୍କୁ ରେଡ଼ି କରି ଫାଇନାଲି ଆମେ ବସ୍ରେ ବସିଲୁ। ବିଶ୍ୱାସ କରିବେନି, ବସ୍ରେ ବସିଲା ପର୍ଯ୍ୟନ୍ତ ମୁଁ ଭାବୁଥାଏ ମୁଁ ସିଲିଣ୍ଡରରୁ ଗ୍ୟାସ୍ ବନ୍ଦ କଲି ତ, ମୁଁ ଗିଜର ସୁଇଚ୍ ଅନ୍ କରିକି ପଳେଇ ଆସିଲିନି ତ, ୱାଇଫାଇ ଅନ୍ ଅଛି ନା ଅଫ୍ ଅଛି, ତାଲା ଠିକ୍ସେ ଦେଲି ତ, ଏମିତି ଅନେକ କିଛି। ତ ଫାଇନାଲି ଆମେ ଚାଲିଲୁ। କାଲି ଦେଖାହେବା ଗୋଟେ ନୂଆ ସହରରେ ଆପଣମାନଙ୍କ ସହିତ। କେଉଁଠିକି ଯାଉଛି କହିବି। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।